ଜ୍ଞାନର ସୂତ୍ର। ଜଣେ ଯୁବକ ସଦ୍‌ଗୁରୁଙ୍କ ଅନୁସରଣରେ ବାହାରିଲେ। ବହୁ କଷ୍ଟରେ ଜଣେ ସନ୍ନ୍ୟାସୀ ତାଙ୍କୁ କହିଲେ, ତୁମେ ଯଦି ଅସଲ ଜ୍ଞାନ ଖୋଜୁଛ, ତେବେ ମୋ ଗୁରୁଙ୍କ ପାଖକୁ ଯାଅ। ଏହା କହି ସେ ଯାହାଙ୍କ କଥା କହିଲେ ସେ ବ୍ୟକ୍ତି ଥିଲେ ଜଣେ ବୃଦ୍ଧ, ଯିଏ ଗୋଟିଏ ଶ୍ମଶାନରେ ମଡ଼ା ପଡ଼ୁଥିଲେ। ବୃଦ୍ଧଙ୍କୁ ଯୁବକ ଜଣକ ନିଜର ଅଭିପ୍ରାୟ ଜଣାଇବା ପରେ ବୃଦ୍ଧ କିଛି ନ କହି କେବଳ ଏତିକି କହିଲେ, ଆସିଗଲ, ଭଲ କଲ, ଏବେ ମଡ଼ାପୋଡ଼ା କାମରେ ଲାଗିଯାଅ। ଯୁବକ ଏତାଦୃଶ କାର୍ଯ୍ୟ ଲାଗି ପ୍ରସ୍ତୁତ ହୋଇ ଆସିନଥିଲା, କିନ୍ତୁ ଆଉ କିଛି କରିବାର ଉପାୟ ନଥିଲା। ସୁତରାଂ ମଡ଼ାପୋଡ଼ା କାର୍ଯ୍ୟ ଆରମ୍ଭ କଲା। ପ୍ରତିଦିନ ଶବ ସଂସ୍କାରରେ ସହାୟତା କରୁଥିବା ବେଳେ ସେ ହଠାତ୍ ନିଜ ଚେତନାରେ ଏକ ପରିବର୍ତ୍ତନ ଲକ୍ଷ୍ୟ କଲା। ସେ ଏଣିକି ମୃତ୍ୟୁଦୂତଙ୍କୁ ଦେଖିପାରୁଥିଲା। ସେ ଦେଖୁଥିଲା ଯେ ମୃତ୍ୟୁର ଦୂତ ପ୍ରତି ବ୍ୟକ୍ତିର ହୋଇଛନ୍ତି। ଏହି ଚେତନା ଯୁବକ ଭିତରେ ଏକ ପରିବର୍ତ୍ତନ ଆଣିଲା। ସେ ଏଣିକି ମୃତ୍ୟୁର ଦୂତଙ୍କୁ ଜଣେ ବନ୍ଧୁ ଭାବେ ଦେଖିପାରୁଥିଲା। ମୃତ୍ୟୁ ନାମକ ଚିରନ୍ତନ ସତ୍ୟର ଉପଲବ୍ଧିରେ ହିଁ ତାର ପ୍ରଜ୍ଞା ଆଲୋକ ପ୍ରଜ୍ୱଳିତ କରିବାକୁ ଲାଗିଲା। ମୃତ୍ୟୁକୁ ଜୀବନର ଏକ ଅଂଶ ବୋଲି ହୃଦୟଙ୍ଗମ କରିବାରେ ହିଁ ଥିଲା ପ୍ରକୃତ ଜ୍ଞାନର ସୂତ୍ର। ବାଟ ଚାଲୁ ଚାଲୁ ସରିଗଲା କେବେ ପାରିଲିନି ଟିକେ ଯା